ମୂଳକୁ ଭୁଲିବାର ଅଭିଶାପ। ଆଜିର ମଣିଷ କ'ଣ ସତରେ ଏତେ ଅହଙ୍କାରୀ ହୋଇଗଲାଣି? ସମୁଦ୍ର ମଝିରେ ସେତୁ ବନ୍ଧା ହେଉଛି। ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟ ପାଇଁ ବଡ଼ ବଡ଼ ବାନର ସୈନ୍ୟ ପଥର ବୋହୁଛନ୍ତି। କିନ୍ତୁ ଏହି ଭିଡ଼ ଭିତରେ ଗୋଟିଏ ଛୋଟ ଗୁଣ୍ଡୁଚି ମୂଷା, ଯାହାର ସେବାକୁ ଦେଖି ସ୍ୱୟଂ ପ୍ରଭୁ ଶ୍ରୀରାମ ବି ଭାବୁକ ହୋଇ ପଡ଼ିଥିଲେ। କିନ୍ତୁ ଆଜିର ଦୁନିଆରେ ଆମେ କ'ଣ ସେହି ନିସ୍ୱାର୍ଥପର ସମ୍ପର୍କକୁ ଭୁଲିଗଲୁଣି? ଆଜିର ସମାଜରେ ଆମେ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଏମିତି ଦୌଡ଼ୁଛୁ ଯେ ପଛରେ ଛାଡ଼ି ଯାଉଛୁ ଆମର ସେହି ଅତୀତର ସାଥୀ, ଗରିବ ବନ୍ଧୁ କିମ୍ବା ପରିବାର, ଯେଉଁମାନେ ଆମର ଖରାପ ସମୟରେ ଆମର ଶକ୍ତି ଥିଲେ। ଆମେ କେବଳ ବଡ଼ ଲୋକଙ୍କ ସହ ଯୋଡ଼ି ହେବାକୁ ଚାହୁଁଛୁ, କିନ୍ତୁ ମନେ ରଖନ୍ତୁ, ଯେଉଁ ଗଛର ଚେର ଦୁର୍ବଳ ହୋଇଯାଏ ସେ ଗଛ ବେଶୀ ଦିନ ତିଷ୍ଠି ରହିପାରେ ନା। ସେତୁବନ୍ଧରେ ଯଦି କେବଳ ପଥର ଥାନ୍ତା, ତେବେ ତାହା ମଜବୁତ ହୋଇନଥାନ୍ତା। ସେହି ପଥର ସନ୍ଧିରେ ଥିବା ବାଲିକଣିକା ହିଁ ସେତୁକୁ ଅବେଧ୍ୟ କରିଥିଲା। ଆମ ଜୀବନର ସେତୁ ମଧ୍ୟ ସେହିଭଳି। ଆମର ସାଧାରଣ ବନ୍ଧୁ ବାନ୍ଧବ ହେଉଛନ୍ତି ସେହି ବାଲିକଣିକା। ସେମାନଙ୍କୁ ଅଣଦେଖା କରିବା ମାନେ ନିଜର ମୂଳକୁ ଭୁଲିଯିବା। ଆଉ ଯିଏ ନିଜ ମୂଳକୁ ଭୁଲିଯାଏ ସେ ସଫଳତାର ଶିଖରରେ ପହଞ୍ଚିଲେ ବି କେବେ ଖୁସି ହୋଇ ରହିପାରେ ନାହିଁ। ଆଜି ହିଁ ନିଜର ପୁରୁଣା ସାଙ୍ଗକୁ ଫୋନ୍ କରନ୍ତୁ, ଯାହାକୁ ଆପଣ ସଫଳତାର ଅହଙ୍କାରରେ ଭୁଲି ଯାଇଛନ୍ତି। କାରଣ ମଣିଷ ପଡ଼ିଆ ହିଁ ସବୁଠାରୁ ବଡ଼ ସମ୍ପତ୍ତି। ଭିଡ଼ିଓଟି ଭଲ ଲାଗିଥିଲେ ଓଡ଼ିଆ ଅସ୍ମିତାକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସମ୍ପର୍କର ମୂଲ୍ୟ ବୁଝୁଥିବା ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ।